ଆପଣ ଏଭଳି ଗୋଟେ ମତ ରଖିଛନ୍ତି ଯେ ଏକ ପ୍ରକାର ସମର୍ଥନ କରୁଛନ୍ତି, ଏକ ପ୍ରକାର ବିରୋଧ କରୁଛନ୍ତି। ସମର୍ଥନ କରୁନାହିଁ। ମୁଁ କେବଳ ଗୋଟିଏ କଥା ମନେ ପକାଇଦେଲି ଯେ ପ୍ରାୟ 10-12 ବର୍ଷ ତଳେ ଆମର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭୋଟର ଭାଇ ଭଉଣୀଙ୍କ ଉଦ୍ଦେଶ୍ୟରେ ଗୋଟେ ପରାମର୍ଶ ଦେଇଥିଲେ। ସେହି ପରାମର୍ଶରେ ସେ ଯାହା କହିଥିଲେ ଯେ ଭୋଟର ଭାଇ ଭଉଣୀମାନେ ନିଜ ଭୋଟକୁ ଉଚିତ ଜାଗାରେ ଦିଅନ୍ତୁ ଏବଂ ସେ ଗୋଟିଏ ବାଟ ବଟେଇଥିଲେ। ତୁମେ ଭାବ ଯେ ତୁମ ଝିଅ ପାଇଁ ତୁମେ ଗୋଟିଏ ବର ଖୋଜୁଛ ବା ଜ୍ୱାଇଁ ଖୋଜୁଛ। ଝିଅ ପାଇଁ ଜ୍ୱାଇଁ ଖୋଜିଲେ ଆମେ ଯାହା ଯାହା କରୁ ସେଇଭଳିଆ ଯଦି ତୁମେ ସତର୍କତା ଅବଲମ୍ବନ କରିବ, ସେଇଭଳିଆ ଯଦି କାର୍ଯ୍ୟକ୍ରମ କରିବ ତାହେଲେ ତୁମ ନିଷ୍ପତ୍ତି ଠିକ୍ ହେବ। ଯେହେତୁ ଆମେ ମନ ଦେଇ ମନ ଖୋଲା ଆଲୋଚନା କରି ଇଚ୍ଛା ପ୍ରକାଶ କରି ସମର୍ଥନ କରି ଆମ ବିଧାୟକମାନଙ୍କୁ ବାଛିଛୁ, ତାଙ୍କ ଦରମା ବଢ଼ିଲେ ଆମେ ଖୁସି ହେବା କଥା। କାହିଁକି ଅସୁଖୀ ଅଛୁ? ଏଇଟା ମୋତେ ଟିକେ ଅଡ଼ୁଆ ପ୍ରଶ୍ନ ଲାଗିଲା। ଯଦି ଆମେ ଜ୍ୱାଇଁ ଭଳି ତାକୁ ଆମେ ଦେଖୁଛୁ, ଜ୍ୱାଇଁର ଦରମା ବଢ଼ିଲେ ଶ୍ୱଶୁର କେବେ ଅସୁଖୀ ହେବ କି? ଶ୍ୱଶୁର ଘର ଲୋକ କେବେ ଅସୁଖୀ ହେବେ କି? କିନ୍ତୁ ଆମ ପ୍ରତିନିଧିମାନଙ୍କୁ ଆମେ ଏତେ ଭଲ ପାଇ ମାତ୍ର 1.5 ବର୍ଷ ତଳେ ବାଛିଥିଲେ, ଆଜି ତାଙ୍କର ଦରମା ବଢ଼ିଲା ବେଳକୁ ଆମେ ଅସୁଖୀ କାହିଁକି? ଏ ପ୍ରଶ୍ନଟିକୁ ଆମେ ସରଳ ପ୍ରଶ୍ନ ବୋଲି ଭାବିବା ଉଚିତ ନୁହେଁ, ଛୋଟିଆ ପ୍ରଶ୍ନ ବୋଲି ଭାବିବା ଉଚିତ ନୁହେଁ। ଏହି ପ୍ରଶ୍ନ ମାଧ୍ୟମରେ ବହୁତ ବଡ଼ ପ୍ରସଙ୍ଗ ମଧ୍ୟ ଉପସ୍ଥାପିତ ହୋଇପାରୁଛି। ସେଇଟା ହେଲା ମୋର ମୂଳ ପ୍ରଶ୍ନ ଯେ କାହିଁକି ଆମେ ଅସୁଖୀ ଅଛୁ? ହୁଏତ ଆମର ବଛାବଛିରେ କିଛି ଗଡ଼ବଡ଼ ରହିଯାଇଛି। ତାହେଲେ ନେତା ବାଛିବା ବା ନେତା ଚୟନରେ ଭୁଲ ରହୁଛି, ରହିଥାଇପାରେ। ମୁଁ ସେଥିପାଇଁ ତ କହିଛି ଭୁଲ ରହିଛି କେଉଁଠି। ହୁଏତ ଆମେ ବାଛିବାରେ ଭୁଲ ରଖିଛୁ। ଆମେ ଯେଉଁମାନେ ବଛା ହେଲେ ସେମାନେ ଆମକୁ ବୁଝିବାରେ ମଧ୍ୟ ଭୁଲ କରୁଛନ୍ତି। ଆମେ ବିଧାୟକକୁ ଭଲ ପାଇକି ବାଛିଲୁ, ବିଧାୟକ ମଧ୍ୟ ଆମ ସମସ୍ତଙ୍କର ପ୍ରତିନିଧି ହିସାବରେ ଗର୍ବ କରିବା କଥା, ସ୍ନେହ ଶ୍ରଦ୍ଧା ସମ୍ମାନ ଏବଂ ଆମ ପାଇଁ ଚିନ୍ତା କରିବା କଥା। ତାଙ୍କ ପାଇଁ ଚିନ୍ତା କରିବାକୁ ସମୟ ହୁଏତ ତାଙ୍କୁ ଆଉ ମିଳୁନାହିଁ। ଏବଂ 3 ଗୁଣ ଦରମା ବଢ଼ାଇ ଦେଲା ବେଳକୁ ଆମର ପ୍ରତିକ୍ରିୟା ହେଉଛି, ସେ କହିପାରିଥାନ୍ତେ ନାହିଁ 3 ଗୁଣ ହେବ ନାହିଁ, 2 ଗୁଣ ଥାଉ, 1 ଗୁଣ ପାଇଁ ଯେତିକି ଅଛି ସେ ପଇସାରେ କିଛି ଲୋକଙ୍କ କାମ ହେଉ। ଇଏ ଆମର ଗୋଟିଏ ଯୌଥ ପରିବାରର ପ୍ରସଙ୍ଗ କଥା ମୁଁ ଉଠେଇଥିଲି। ଝିଅ ବର ଦେଖା କରି ଗଲାବେଳକୁ ବାପା ମା' ମାନେ ଯାହା ଦେଖନ୍ତି, ପକ୍କା ଘର ଅଛି କି ନାହିଁ, କଚା ଘର ଅଛି, ତାପରେ ଚାକିରି କରିଛି ବାହାନା କରିକି ପଳେଇ ଯାଆନ୍ତି ବାଡ଼ି ପଟକୁ। ସେତେବେଳେ ତ ଆଟାଚ ବାଥରୁମ୍ ନଥିଲା, ବାଡ଼ି ପଟକୁ ପଳେଇ ଯାଆନ୍ତି, ଦେଖନ୍ତି ତାଙ୍କ ଖଳାରେ କେତେ ଧାନ ହେଇଛି। ଯଦି ଦେଖିଲେ ହଁ ମୋ ଝିଅ ଏଠି ସୁରକ୍ଷିତ ରହିବ। ପରବର୍ତ୍ତୀ ସମୟରେ ଚାକିରିଆ ଜ୍ୱାଇଁ ଖୋଜିଲେ ସମସ୍ତେ। ଇଂରେଜମାନଙ୍କ ଶାସନ ଆସିଲା ପରେ ଚାକିରିରେ ଦରମା କେତେ ପାଉଛୁ ଯେତିକି ଇମ୍ପୋର୍ଟାଣ୍ଟ ନୁହେଁ, ଉପରି ଟୁପୁରି ଅଛି କି ନାହିଁ ବୋଲି ପଚାରନ୍ତି। ଏହା ଏକ ଅବାଞ୍ଛିତ ପ୍ରଶ୍ନ ନୁହେଁ। ତେଣୁ ଭଲ ଉପରି ଥିଲେ ଚାକିରି ହେଲା ତ। ତେଣୁ ଆମେ ଏଭଳି ଯେତେବେଳେ ଆମେ ଏଭଳି କଥା କହି ବାଛିଛୁ, ସେଇ ଅସୁଖୀ ହେବାର ମୂଳ କାରଣଟି କ'ଣ? ବଛାବଛିରେ କିଛି ଗଡ଼ବଡ଼ ଅଛି କି? ସେଇଥିପାଇଁ ନିର୍ବାଚନ ସଂସ୍କାର କଥା ହୁଏତ ଯେତେବେଳେ ଉଠୁଛି, ନିର୍ବାଚନ ଆୟୁକ୍ତମାନଙ୍କର ଆଚରଣ ସମ୍ପର୍କରେ ପ୍ରଶ୍ନ ଉଠୁଛି। ଜଣେ ତ ନିର୍ବାଚନ ଆୟୁକ୍ତଙ୍କର ଉକ୍ତି କହିଲି, ଆଉ ଜଣେ ନିର୍ବାଚନ ଆୟୁକ୍ତ ବର୍ତ୍ତମାନ ତା ବିବାଦରେ କାହିଁ ଅଛନ୍ତି? ସେ ପ୍ରଶ୍ନର ଉତ୍ତର ଦେଉନାହାନ୍ତି। ଭୋଟ ଚୋରି କଥା ଉଠୁଛି, ବିଭିନ୍ନ ରକମ ଅନିୟମିତତା କଥା ଉଠୁଛି। ସତରେ ଭୋଟ ଚୋରି ହେଉଛି? ମୁଁ କେମିତି ଜାଣିବି? ଏ ସନ୍ଦେହ ହେବା ଉଚିତ ନୁହେଁ। ମୁଁ ଗୋଟେ ରାଜନୀତି ବିଜ୍ଞାନର ଛାତ୍ର। ଯେଉଁ ପ୍ରକ୍ରିୟାରେ ଆମେ ଲୋକଙ୍କୁ ବାଛୁଛୁ, ଯଦି ସେଇ ପ୍ରକ୍ରିୟା ଉପରେ ଆମର ବିଶ୍ୱାସ ନାହିଁ, ତାହେଲେ ସେ ପ୍ରକ୍ରିୟାଟି କେଉଁଠି ନା କେଉଁଠି ଗଡ଼ବଡ଼ ଅଛି ନା ନାହିଁ। ସଂସ୍କାର ହେବା ଦରକାର। ସମସ୍ତେ, ଏଇଟା କ'ଣ କାହାର ବ୍ୟକ୍ତିଗତ କଥା ନୁହେଁ।